ଚାଲନ୍ତୁ ଆଜି ବନେଇବା ଗାଁ ଷ୍ଟାଇଲର ଟେଷ୍ଟି ସଜନା ବଡ଼ି ବାଇଗଣର ବେସର ତରକାରୀ, ଯୋଉଟାକି ଗରମ ଭାତରେ ଖାଇଲେ ବହୁତ ଭଲ ଲାଗିଥାଏ। ସେଥିପାଇଁ ମୁଁ ପରିବାରେ କଣ କଣ ନେଇଛି ଆଉ ମସଲାରେ କଣ କଣ ନେଇଛି ଆପଣଙ୍କୁ ଜଣାଉଛି। ପରିବାରେ ବାଇଗଣ, ଆଳୁ 1.5ଟା, 2ଟି ମିଡିୟମ ସାଇଜର ଟମାଟୋ, ସଜନା କିଛି। ଆଉ ମସଲା ପ୍ରସ୍ତୁତ ପାଇଁ ମୁଁ ଜିରା 1 ଚାମଚ, ସୋରିଷ 1.5 ଚାମଚ, ଲଙ୍କା କଞ୍ଚା ଲଙ୍କା 2ଟି, ଆଉ ବଡ଼ ରସୁଣ 4 ପାଖୁଡ଼ା, ପିଆଜ ବଡ଼ ପିଆଜର ଫାଳେ ନେଇଛି, ତାକୁ ଭଲ କି ପେଷ୍ଟ କରି ନେଲି। ଏବେ ସଜନା ଗୁଡ଼ିକୁ କାଟି ନେବା। ଏଇଭଳି ଭାବରେ କାଟି ନେଇକି ତାର ଚୋପା ବାହାର କରିଦେବେ। ଏମିତି କାଟି ନେବା। ସବୁ ସାଇଡରୁ ମୁଁ ଟିକେ ଟିକେ ଚୋପା ବାହାର କରି ନେଉଛି। କାଟି ସାରିଲା ପରେ ତୁରନ୍ତ ଆମେ ପାଣିରେ ପକେଇ ଦବା, ତାକେ ଟେଷ୍ଟଟା ଭଲ ରହିବ, ପିତା ଲାଗିବନି। ଏପଟେ ଆଳୁ ଗୁଡ଼ା କାଟି ନେଇଛି, ଏଇ ସାଇଜର ଟିକେ ଲଙ୍ଗ କରିକି କାଟିବେ। ଏବେ ଗୋଟେ କଡ଼େଇ ଗରମ କରି ନେଇଛି, ସେଥିରେ 2 ବଡ଼ ଚାମଚ ତେଲ ଦେଲି, ପଞ୍ଚୁ ଫୁଟଣ କିଛି ଦେଲି, ତାପରେ ପିଆଜ ଆଡ୍ କରି ନେବା, ଲୁଣ ଟିକେ ଦେଲି। ପିଆଜ ବ୍ରାଉନ୍ ହେଇ ଆସିଗଲା ପରେ ସେଥିରେ ଟମାଟୋ ଦେଲି, ତାପରେ ବାଟିକି ରଖିଥିବା ମସଲାର ପେଷ୍ଟ, ସୋରିଷ, ଜିରା, ପିଆଜ, କଞ୍ଚା ଲଙ୍କାର ପେଷ୍ଟ ଦେଲି। ତାପରେ ସେଥିରେ କିଛି ହଳଦୀ ଗୁଣ୍ଡ, ଧନିଆ ଗୁଣ୍ଡ ଦେଲି, କାଶ୍ମୀର ଚିଲି ପାଉଡର ବି 1 ଚାମଚ ଦେଲି। ଏବେ ମସଲାକୁ ଟିକେ ମିକ୍ସ କରି ନେବା, ସିମ୍ କରି ନେବା, ତାକି ମସଲାଟା ତଳେ ଲାଗିବନି। ଏହିଭଳି ଭାବରେ ସିମ୍ରେ ଆମେ ମସଲାଟା କଷିବା। ଏବେ ଟିକେ ଧୋଇକି ମସଲା ଦେଇଦେଲି, ମସଲା ପାଣି। ସେଇ ମସଲାରେ କାଟିକି ରଖିଥିବା ଆଳୁଟା ଦେଇଦେବା। ଆଳୁକୁ ଭାଜିଦେବା, ଭାଜିକି ମୁଁ ଏପଟେ ଘୋଡ଼େଇ ନେଇଛି। ସେପଟେ ଆଉ ଗୋଟେ ଛୋଟ ପ୍ୟାନରେ ମୁଁ ଟିକେ ତେଲ ଦେଇକି ବଡ଼ିଟା ଭାଜିଦେବି। ବଡ଼ି ଗୋଲ୍ଡେନ ବ୍ରାଉନ୍ ହବା ଯାଏ ଭାଜିବା। ଏଇଠି ମୋର ବଡ଼ିଟା ଭାଜି ହେଇଗଲାଣି। ବର୍ତ୍ତମାନ ଢାଙ୍କୁଣୀଟି ଖୋଲି ଦେଖିଦବା ଆଳୁଟା। ଭାଜି ହେଇ ଆସିଲାଣି। ଏବେ ଟିକେ ଲୁଣ ଦେଇଦେବା ସ୍ୱାଦ ଅନୁସାରେ। ଦେଇକି ଭାଜି ନେଲି। ତାପରେ ଗରମ ପାଣି, 800 ml ରୁ 900 ml ପାଖାପାଖି ଦେଲି। ତ ଏବେ ଘୋଡ଼େଇ ଦେଇକି ଫୁଟିବାକୁ ଛାଡ଼ିବା। ତରକାରୀ ଫୁଟି ଆସିଲାଣି। ଏବେ ଆମେ ସେଥିରେ ଭଜା ହେଇକି ରଖିଥିବା ବଡ଼ି ଦେଇଦେବା, ବାଇଗଣ ଆଉ ପାଣିରେ ପଡ଼ିଥିବା ସଜନାକୁ ବି ଦେଇଦେବା। ହଁ, ଏଇଠି କହି ରଖୁଛି, ବାଇଗଣଟା ମୁଁ କ୍ୟୁବ୍ ସାଇଜର କାଟିଛି। ଏବେ ପରିବା ଗୁଡ଼ିକୁ ସବୁ ଦେଇକି ଢାଙ୍କୁଣୀ ଘୋଡ଼େଇ ଦେବା। 8-9 ମିନିଟ୍ ପରେ ମୁଁ ଯେତେବେଳେ ଦେଖିଲି 80% ପାଖାପାଖି ମୋର ପରିବାଟା ସିଝିଗଲାଣି।
ଏଇ ସମୟରେ ଆମେ କ'ଣ କରିବା, ତଡ଼କାଟା ଗୋଟେ ପ୍ରସ୍ତୁତ କରିବା। ସେଥିପାଇଁ ମୁଁ ଗୋଟେ ଛୋଟ କଡ଼େଇ ନେଇଛି, ଯେଉଁଥିରେ ଜିରା ଟିକେ ଦେଲି, କଞ୍ଚା ଲଙ୍କା 2ଟି ତାତିଗଲା ପରେ, ଆଉ ଗ୍ୟାସର ଫ୍ଲେମ୍ଟା ବନ୍ଦ କରିଦେବେ। ସେହି ଟାଇମ୍ରେ ଲଙ୍କା ଗୁଣ୍ଡଟା ବି ଟିକେ ଦେଇଦେବେ। ତାପରେ ଏବେ ତଡ଼କାଟା ଆମେ ତରକାରୀରେ ଦେଇକି ଘୋଡ଼େଇ ନେବା, ତାକେ ଫ୍ଲେଭରଟା ବି ରହିବ ତରକାରୀରେ। ତରକାରୀ ବହୁତ ଟେଷ୍ଟି ଲାଗିବ। ବର୍ତ୍ତମାନ ଆମର ପ୍ରସ୍ତୁତ ହେଇଗଲା ସଜନା ଆଳୁ ବାଇଗଣ ବଡ଼ିର ବେସର। ସେଥିରେ କିଛି ଧନିଆ ପତ୍ର ଦେଇଛି। ତାପରେ ଆମେ ଗୋଟେ ବାଉଲକୁ ନେଇଯିବା। ଦେଖନ୍ତୁ ଟେକ୍ସଚର ଆଉ ତରକାରୀ କେମିତି ହେଇଛି। ଆପଣ ନିଶ୍ଚିନ୍ତ ଥରେ ଟ୍ରାଏ କରନ୍ତୁ। ଯଦି ଆପଣଙ୍କୁ ଏ ଭିଡ଼ିଓଟି ଭଲ ଲାଗିଛି, ଦୟାକରି ଲାଇକ୍, ସେୟାର ଆଉ ସବସ୍କ୍ରାଇବ୍ କରନ୍ତୁ। ଧନ୍ୟବାଦ।